ପ୍ରେରଣାଟି ହେଉଛି ଐଶ୍ୱରିକ। ମୋର ବିଶ୍ୱାସ ଈଶ୍ୱରକୁ ଯେଉଁ କାର୍ଯ୍ୟଟି କରାଇବାର ଥିବ ସେ ପ୍ରେରଣାଟି ସେ ଦେବେ ଏବଂ ପ୍ରେରଣା ଅନୁଯାୟୀ ଜୀବ କାମ କରିବ। ଆହୁରି ଅନେକ ବିଷୟ ମାନେ ଯେଉଁଟା ଗୋଟେ ପ୍ରକାର ଆମର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମଧ୍ୟ ଯାହାକୁ ଏକାତ୍ମ ମାନବବାଦରେ ଆମେ କହୁଛୁ ଯେ ସମାଜର ଶେଷ ଧାଡ଼ିରେ ଛିଡ଼ା ହେଇଥିବା ବା ସମାଜ ଯେଉଁ କଥାକୁ ମାନେ ମାନେ ବିଚାରକୁ ନିଏ ନାହିଁ ସେ ବିଷୟଗୁଡ଼ିକୁ ମଧ୍ୟ ବିଚାରକୁ ନେବା, ସେ କ୍ଷେତ୍ରରେ କାମ କରିବା ପାଇଁ ଚେଷ୍ଟା କରିବା। କିନ୍ତୁ ଆଜି ବି ସେ ସ୍ମୃତିକୁ ବଞ୍ଚେଇ ରଖିଛି ଶ୍ରୀମନ୍ଦିର। ଆମ ପରିବେଶରେ ଯେଉଁ ଜିନିଷ ଉପଲବ୍ଧ ସେଇ ଆଧାରରେ ସେ ବ୍ୟଞ୍ଜନ ଗୁଡ଼ିକ ସବୁ ତିଆରି ହୁଏ। ଆଜ୍ଞା, ମାନେ ଗୋଟେ ସମୟରେ ଓଡ଼ିଶାରେ ଖୁବ୍ ପ୍ରଚାରିତ ହେଉଥିଲା ଯେ ଲୋକ ଖାଇବାକୁ ନ ପାଇ ମରିଯାଉଛନ୍ତି। ଏଭଳି ପ୍ରଚାରିତ ହେଉଥିଲା। ଜଗନ୍ନାଥ ମନ୍ଦିରରେ ବି ସବୁ ଅର୍ଗାନିକ୍ ହିଁ ପ୍ରସ୍ତୁତ କରାଯିବ ଠାକୁରଙ୍କୁ, ଏଭଳିଆ ଗୋଟେ ସଂକଳ୍ପ ମଧ୍ୟ ବିଗତ ଦିନରେ ନିଆହେଇଛି। ତେଣୁ ଏବେର ଖାଦ୍ୟ ବିଶେଷ କରି ସହରାଞ୍ଚଳରେ ପାଠୁଆ ଲୋକମାନେ ଯେଉଁ ଖାଦ୍ୟ ଖାଉଛନ୍ତି ଆଉ ଯେଉଁ ପାରମ୍ପରିକ ଖାଦ୍ୟ ଥିଲା ତା ଭିତରେ କ'ଣ ବିଶେଷ ପ୍ରଭେଦ ଆପଣ ଦେଖୁଛନ୍ତି? ଖାଦ୍ୟଟା ପ୍ରକୃତରେ ଗୋଟେ ପ୍ରକାର ଅନ୍ନ ବ୍ରହ୍ମ ବୋଲି କୁହାଯାଇଛି। ମା ଯେଉଁଠି ନାହିଁ ସେଠି ଘର ନାହିଁ, ଆଉ ଯେଉଁଠି ଘର ନାହିଁ ସେଠି ଆପଣଙ୍କ ସଂସ୍କୃତି ବଞ୍ଚିବ ନାହିଁ। ଆଜ୍ଞା, ଏବେର ଶିକ୍ଷା ଆପଣଙ୍କୁ ଲାଗୁନି କେଉଁଠି ଆପଣଙ୍କର ଯେଉଁ ଅସ୍ମିତାର କଥା ନେଇକି ଭାରତୀୟ ଜନତା ପାର୍ଟି ଦୀର୍ଘ 24 ବର୍ଷର ସରକାରକୁ ବିତାଡ଼ିତ କଲା, ସେ ଅସ୍ମିତାଟାକୁ ଦୂରେଇ ନେଉଛି ବୋଲି? ଆଉ ଭାରତ ସୁନାର ଚିଡ଼ିଆ ଥିଲା, ଆଉ ଓଡ଼ିଶା ସେତିକି ସମୃଦ୍ଧ ଥିଲା, ତେଣୁକରି ମୋଗଲମାନଙ୍କ ଆକ୍ରମଣ ହେଲା, ଇଂରେଜମାନଙ୍କ ଆକ୍ରମଣ ହେଲା, ଏତେ ଲୁଟିଲେ ଯାହାଫଳରେ କି 700 ବର୍ଷ ଲାଗିଲା ଭାରତର ଐଶ୍ୱର୍ଯ୍ୟଟାକୁ ଲୁଟିକି ନେବା ପାଇଁ। ଆପଣଙ୍କର ଏଇ ଯେଉଁ ଖାଦ୍ୟ ମହୋତ୍ସବ ଇଏ ସବୁ କିଭଳି ଭାବରେ ସାମଗ୍ରିକ ଭାବରେ ଓଡ଼ିଶାର ଇକୋନୋମିକୁ ଏକ ଦମ୍ଭ ଦେବ? ଏବେ ଯୁବପିଢ଼ି ଯେଉଁଭଳି ଭାବେ ୱେଷ୍ଟର୍ଣ୍ଣ ଖାଦ୍ୟ ପାଇଁ ଏକ ପ୍ରକାର ମତୁଆଲା, ପିଜା, ବର୍ଗର ଆଉ ମୋମୋ, ଫାଷ୍ଟଫୁଡ଼, ଆପଣଙ୍କୁ ମନେ ହେଉଛି ଯେ ଏଇ ଯେଉଁ ଅଭିନବ ପ୍ରୟାସ ଦ୍ୱାରା ସେମାନେ ସେଥିରୁ ବିଚ୍ୟୁତ ହେବେ ବୋଲି? ଏଥିରେ ବିଶେଷ ଆକର୍ଷଣ କେଉଁ ଖାଦ୍ୟକୁ ଦିଆଯାଏ? ନାଇଁ, ଆପଣ ପ୍ରକୃତରେ ସେଠି ଆସିକି ତାର ଆନନ୍ଦ ନେଇପାରିବେ, କେତେ ବ୍ୟାପକତା ଅଛି। ଆଜ୍ଞା, ନମସ୍କାର। ଉନ୍ମୋଚନର ପୋଡକାଷ୍ଟ ଅସ୍ମିତାର କଥାକୁ ସ୍ୱାଗତ କରୁଛି ମୁଁ ଆଶିଷ। ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ଓଡ଼ିଶା ରାଜନୀତିର ଜଣେ ବର୍ଷିୟାନ ରାଜନେତା, ଯିଏକି ଭାରତୀୟ ଜନତା ପାର୍ଟି ସହିତ ଦୀର୍ଘ ଦିନ ଧରି ସମ୍ପୃକ୍ତ ରହିଛନ୍ତି। ଭାରତୀୟ ଜନତା ପାର୍ଟି ପୂର୍ବରୁ ଯେବେ ଜନସଂଘ ଥିଲା ସେଥିରେ ମଧ୍ୟ ସେ ସକ୍ରିୟ ସଦସ୍ୟ ଥିଲେ, ଯାହାଙ୍କୁ ଦଳ ଅନେକ ସମୟରେ ଗୁରୁ ଦାୟିତ୍ୱ ଦେଇଛି ତାର ପକ୍ଷ ରଖିବାକୁ ଟିଭି ଓ ମିଡ଼ିଆ ସାମ୍ନାରେ। ରାଜ୍ୟର ମୁଖପାତ୍ର ଭାବରେ ସେ ବେଶ ପରିଚିତ ଥିଲେ ଏବଂ ନିଜର ତଥ୍ୟ ଭିତ୍ତିକ ଉପସ୍ଥାପନା ଦ୍ୱାରା ନିଜର ଦଳର ମତକୁ ଗଣମାଧ୍ୟମ ସାମ୍ନାରେ ରଖୁଥିଲେ, ଓଡ଼ିଶାର ଲୋକମାନଙ୍କ ପାଖରେ ପହଞ୍ଚାଉଥିଲେ। ତାଙ୍କର ଯେଉଁ ଦୀର୍ଘ ଦିନର ଇଚ୍ଛା ଥିଲା ଓଡ଼ିଶାରେ ବିଜେପିର ଶାସନ ହେବ, ଓଡ଼ିଶା ଅସ୍ମିତାର ବିଜୟ ହେବ, ତାହା ଆଜି ପରିପୃଷ୍ଟ ହେଇଛି। ବୟସର ଅପରାହ୍ନରେ ସେ ପୁଣି ଓଡ଼ିଆ ଅସ୍ମିତା ପାଇଁ ଅଣ୍ଟା ଭିଡ଼ିଛନ୍ତି ଏବଂ ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆମାନଙ୍କୁ ଏକାଠି କରିବା ପାଇଁ ଏକ ସଂଗଠନ ତିଆରି କରିଛନ୍ତି, ଯେଉଁ ସଂଗଠନର ଆବାହକ ସେ ମଧ୍ୟ ନିଜେ। ଆଜି ବିଶ୍ୱ ଓଡ଼ିଆ ପରିବାର ଓଡ଼ିଆମାନଙ୍କର ସ୍ୱର ହେଇଛି। ଓଡ଼ିଆ ଅସ୍ମିତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା କରୁଛି ଏହି ମହାଶୟଙ୍କ ପାଇଁ। ଭୁବନେଶ୍ୱର ଉପକଣ୍ଠରେ ଆସନ୍ତା 23 ତାରିଖରୁ ହେବାକୁ ଯାଉଥିବା ଖାଦ୍ୟ ମହୋତ୍ସବର ଅନ୍ୟତମ ବିନ୍ଧାଣୀ ହେଉଛନ୍ତି ମହାଶୟ ସଜ୍ଜନ ଶର୍ମା। ଆସନ୍ତୁ ତାଙ୍କୁ ସ୍ୱାଗତ କରିବା ଆଜିର ଏହି ପୋଡକାଷ୍ଟକୁ। ନମସ୍କାର। ନମସ୍କାର। କେମିତି ଅଛନ୍ତି ଆପଣ? ଭଲ। ଆପଣ ପୁରା ଛୋଟବେଳୁ ଗୋଟେ ସ୍ୱପ୍ନ ଦେଖିଥିଲେ, ଯେତେବେଳେ କି ଅନ୍ୟମାନଙ୍କୁ ସ୍ୱପ୍ନ ଦେଖିବା ପାଇଁ ଡର ଲାଗିଥିବ, କାରଣ ଭାରତୀୟ ଜନତା ପାର୍ଟିର ଯେବେ ଆବିର୍ଭାବ ହେଲା, ଜନସଂଘ ପୂର୍ବରୁ ଥିଲା, ପୁଣି ଭାରତୀୟ ଜନତା ପାର୍ଟି ହେଲା, ଆପଣ ଦୁଇଟି ଦଳ ସହିତ ସମ୍ପୃକ୍ତ ଥିବେ। କେହି ବି ସ୍ୱପ୍ନରେ ଭାବି ନଥିବ ଆପଣଙ୍କ ସମସାମୟିକ, କିନ୍ତୁ ଆପଣଙ୍କ ମନରେ ଏଭଳି ଗୋଟେ ପାଗଳାମୀ ସୃଷ୍ଟି ହେଇଥିବ, ଆଉ ଯାହାକୁ କି ଆପଣଙ୍କ ସାଙ୍ଗସାଥି ହୁଅନ୍ତୁ, ଘର ଲୋକ ହୁଅନ୍ତୁ, ହୁଏତ ହଜମ କରିପାରିନଥିବେ ଏ କ'ଣ କରିବାକୁ ଯାଉଛି, କେଉଁ ଦଳ ସହିତ ରହୁଛି। ଯେତେବେଳେ କି ଅନ୍ୟ ଦଳମାନେ ଦୀର୍ଘ ଦିନ ଧରିକି ଶାସନ କରୁଥିଲେ ଆଉ ସ୍ୱାଧୀନତା ପରେ ସେମାନେ ପୁରା ଭାରତକୁ ନିଜ ଅଧୀନରେ ରଖିଥିଲେ। କ'ଣ ପ୍ରେରଣା ଥିଲା ଯାହାଫଳରେ କି ଆପଣ ଏ ଦଳ ସହିତ ସମ୍ପୃକ୍ତ ହେଇଥିଲେ? ପ୍ରେରଣାଟି ହେଉଛି ଐଶ୍ୱରିକ। ମୋର ବିଶ୍ୱାସ ଈଶ୍ୱରକୁ ଯେଉଁ କାର୍ଯ୍ୟଟି କରାଇବାର ଥିବ ସେ ପ୍ରେରଣାଟି ସେ ଦେବେ ଏବଂ ପ୍ରେରଣା ଅନୁଯାୟୀ ଜୀବ କାମ କରିବ। ମୁଁ ବିଶ୍ୱାସ କରେ ଈଶ୍ୱରଙ୍କର ପ୍ରେରଣା ଥିଲା ଯେ ମୁଁ ଭାରତୀୟ ଜନସଂଘ ଭାରତୀୟ ଜନତା ପାର୍ଟିର କାମ କରେ ଏବଂ ସେଇ ପ୍ରେରଣାରେ ମୁଁ ଭାରତୀୟ ଜନତା ପାର୍ଟିର କାମ କଲି ଏବଂ ମୁଁ ଆଜି ସନ୍ତୁଷ୍ଟ ଯେ ମୁଁ ଯେଉଁ ୱାର୍ଡ଼ରେ ଥିଲି, ମୁଁ ଯେଉଁ ସହରରେ ଥିଲି, ମୁଁ ଯେଉଁ
ମାନେ ରାଜ୍ୟ କେନ୍ଦ୍ରରେ ବିଜେପି ସରକାର ଦେଖିଲି, ମୁଁ ରାଜ୍ୟରେ ସରକାର ଦେଖିଲି। ତ ମୋର ସେ ବିଷୟଟି ଗୋଟେ ପ୍ରକାର ପୂର୍ତ୍ତି ହେଇଛି। ଏଇଟା ମୋତେ ଆନନ୍ଦ ପ୍ରଦାନ କରିଛି ଯେ ଆମେ ଯେଉଁ ଭାବକୁ ଧରିକିରି ସାମାଜିକ କ୍ଷେତ୍ରରେ କାମ କରି ଆଗେଇଥିଲୁ ସେଠାରେ ପୂର୍ଣ୍ଣତା ଆସିଛି। କିନ୍ତୁ ଏ ସାମାଜିକ କାମ କଲାବେଳକୁ ଆହୁରି ଅନେକ ବିଷୟ ମାନେ ଯେଉଁଟା ଗୋଟେ ପ୍ରକାର ଆମର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମଧ୍ୟ ଯାହାକୁ ଏକାତ୍ମ ମାନବବାଦରେ ଆମେ କହୁଛୁ ଯେ ସମାଜର ଶେଷ ଧାଡ଼ିରେ ଛିଡ଼ା ହେଇଥିବା ବା ସମାଜ ଯେଉଁ କଥାକୁ ମାନେ ବିଚାରକୁ ନିଏ ନାହିଁ ସେ ବିଷୟ ଗୁଡ଼ିକୁ ମଧ୍ୟ ବିଚାରକୁ ନେବା, ସେ କ୍ଷେତ୍ରରେ କାମ କରିବା ପାଇଁ ଚେଷ୍ଟା କରିବା। କାମ କରିବା ସମୟରେ ଏ କଥା ଅନୁଭବ ହେଲା ଯେ ଦିନେ ଆମେ ବହୁତ ଉନ୍ନତ ଥିଲୁ। ଓଡ଼ିଆଙ୍କର ବୋଇତ ଚାଲୁଥିଲା ଏବଂ ସେ ବୋଇତ ଚାଲୁଥିଲା ଯେ କେବଳ ଚାଲୁଥିଲା ତା ନୁହେଁ, ଓଡ଼ିଶାର ପୁରପଲ୍ଲୀରେ ଥିବା ସବୁଠୁ ପଛୁଆ ବର୍ଗ, ସବୁଠୁ ପଛୁଆ ଅଞ୍ଚଳର ମା ଦିନେ କିଲୋ କିଲୋ ରୂପାରେ ବୋଝେଇ ହେଇକରି ଥିଲେ। ସେ ମା ଘରୁ ଯାଇଥିଲା କ'ଣ ଏ କଥା ଯେତେବେଳେ ବିଚାର କରାଯାଏ, କାହିଁକି ଆମେ ଲୁଟିକିରି ଆଣିଛୁ ଏ ଇତିହାସ ଆମର ନାହିଁ। ଆମ ଘରୁ ନିଶ୍ଚୟ କିଛି ଯାଇଛି। ଆଜ୍ଞା କ'ଣ ଯାଇଛି ଏ ପ୍ରସଙ୍ଗରେ ମନରେ ଯେତେବେଳେ ଭାବ ଉଦ୍ରେକ ହେଉଛି ସେଇ ସମୟରେ ଗୋଟେ ଖବରକାଗଜରେ ଗୋଟେ ସମ୍ବାଦ ବାହାରିଲା ଯେ କମାରମାନଙ୍କ ସଭା ହେଲା ଏବଂ କମାରମାନେ ଦାବି କଲେ ଯେ ତାଙ୍କୁ ST ତାଲିକାଭୁକ୍ତ କରାଯାଉ। ମୋ ମନରେ ଆଗ୍ରହ ହେଲା, ମୁଁ ଯାଇକି ଧଇଲି, ମୁଁ କହିଲି ହଇ ଆଶିଷ ଭାଇ ସେ ପୁରୁଣା କାମ ତ ତୁଟୁ ନାହିଁ, ଯେ ନୂଆ ନାଟକ କାହିଁକି କରୁଛ? ନା ସଜନ ଭାଇ ଗୋଟେ କଥା ବୁଝେଇ ଦେଲେ। କହୁନ ନା ଲୁହା କୋଉଠି ବାହାରେ? ମାଟିରୁ। କୋଉ ମାଟି? ପାହାଡ଼। ବଣ ଜଙ୍ଗଲ ମାଟି। ନା ବଣ ଜଙ୍ଗଲରେ ରହି ମାଟିକୁ ଚିହ୍ନି ସେଥିରୁ ଲୁହା ବାହାର କରି ବିଭିନ୍ନ ପ୍ରକାର ସରଞ୍ଜାମ ତିଆରି କରି ଯୁଗ ଯୁଗ ଧରି ଯିଏ ଆପଣଙ୍କର ସେବା କରିକିରି ଆସିଲା ତାକୁ ଆପଣ ST ତାଲିକାଭୁକ୍ତ କରିବାକୁ ଚାହୁଁନାହାନ୍ତି? ମୁଁ ଆଜି ପର୍ଯ୍ୟନ୍ତ ବି ସେ କଥାର ଉତ୍ତର ଦେଇପାରିନି। କିନ୍ତୁ ସେ କଥା ଆଉ ଗୋଟେ ଦୃଷ୍ଟି ମୋର ମାନେ ମଜବୁତ କଲା। ସେଇଟା ହେଉଛି ହଁ ତ ସତରେ ଆମେ ସାରା ଦୁନିଆକୁ ଧାତୁର ଜ୍ଞାନ ଦେଇଛୁ, ଆଜ୍ଞା ଷ୍ଟିଲର ଜ୍ଞାନ ଦେଇଛୁ, କଂସାର ଦେଇଛୁ, ପିତ୍ତଳର ଦେଇଛୁ, ତବାର ଦେଇଛୁ, ସେ ଜ୍ଞାନ ତ ଆମେ ଦେଇଛୁ। ଆଜି ବି ଆମର ଭିନ୍ନ ଭିନ୍ନ ସ୍ଥାନରେ କଂସାରୀ ସାହି ଅଛି, କମାର ସାହି ଅଛି। ତ ଆମର ଏଇ ଜିନିଷ ଗୁଡ଼ିକ ମଧ୍ୟ ସେ ସମୟରେ ବୋଇତରେ ଯାଉଥିଲା। ଆଜ୍ଞା ତ ଯେଉଁ ବ୍ୟବସାୟ କରିକିରି ଆମେ ବଡ଼ ହେଇଥିଲୁ, ଯାହା ଯେଉଁ କାରଣରୁ ଆମେ ସବୁ କୀର୍ତ୍ତି ଗଢ଼ିଥିଲୁ। ଆଜ୍ଞା ମୁଁ ଆଉ ଗୋଟେ ପ୍ରସଙ୍ଗ ଆପଣଙ୍କୁ ସ୍ମରଣ କରାଇଦେବା ପାଇଁ ଚାହିଁବି। କୋଣାର୍କରେ ଗୋଟେ ମୂର୍ତ୍ତି ଅଛି। ସେ ମୂର୍ତ୍ତିରେ ଆମ ରଜା ହାତୀ ପିଠିରେ ଅଛନ୍ତି, ଗୋଟେ ଡେଲିଗେସନ୍ ଆସୁଛି ଜିରାଫ ଧରିକିରି। ଜିରାଫ ହେଉଛି ଏକମାତ୍ର ଆଫ୍ରିକାନ ସବକଣ୍ଟିନେଣ୍ଟର ପ୍ରାଣୀ। ଆଜ୍ଞା ଆମର କୋଣାର୍କ ତିଆରି ହେଲା ଦ୍ୱାଦଶ ତ୍ରୟୋଦଶ ଶତାବ୍ଦୀରେ, ତାର ପୂର୍ବର ଘଟଣା। କିନ୍ତୁ ଆମ ସମସ୍ତଙ୍କୁ ପଢ଼ାଗଲା, ଆଜି ବି ପଢ଼ାଯାଉଛି ଯେ ଭାସ୍କୋ ଡିଗାମା ଜଳପଥରେ ଭାରତର ଆବିଷ୍କାର କରିଥିଲେ, ଯୋଉଟା 1400 ଖ୍ରୀଷ୍ଟାବ୍ଦ ଥିଲା। 1497। ଆଜ୍ଞା 1497। କିନ୍ତୁ ଆମର କୋଣାର୍କ 1200 ଖ୍ରୀଷ୍ଟାବ୍ଦରେ ଗଢ଼ା ଯାଇଥିଲା ଆଉ ସେଥିରେ ଏଇଭଳି ଚିତ୍ର ଏଇଟା ପୂର୍ବର ଘଟଣା। ଆଜ୍ଞା ତ କଥା ହେଉଛି ଆମର ସାରା ଦୁନିଆରେ ଆଜି ବିଶ୍ୱରେ ସର୍ବବୃହତ ବିଷ୍ଣୁ ମନ୍ଦିର ହେଉଛି ଆଙ୍କୋର ୱାଟରେ, ଆଜ୍ଞା କାମ୍ବୋଡ଼ିଆରେ। ଆଜ୍ଞା ତାଙ୍କର ଇଏରେ ସେ କହୁଛନ୍ତି ଏଇଟା କଳିଙ୍ଗ ଶୈଳୀରେ ତିଆରି ହେଇଛି। ତ ଆମ ଲୋକ ଯାଇକି ଥିଲେ। ଆଜ୍ଞା ତ ଆମର ଆଜି ଆମେ ବାଲିର ଦ୍ୱୀପର କଥା ହେଉଛୁ, ଏଇଟା ଥିଲା, ଆମ ଲୋକ କରୁଥିଲେ ସେ ସମୟରେ। କିନ୍ତୁ 1400-1500 ଶତାବ୍ଦୀରେ କ'ଣ ଏମିତି ଘଟିଲା, ପରବର୍ତ୍ତୀ ସମୟରେ ଆମର ଯିବାଟା ବନ୍ଦ ହେଇଗଲା, ଆମର ବେପାର ବାଣିଜ୍ୟ ସମାପ୍ତ ହେଇଗଲା। ଆମକୁ ଧାରଣା ଇଂରେଜମାନେ ଆସିକି ଦେଲେ ଯେ ଚାକିରିଟା ହେଉଛି ଶ୍ରେଷ୍ଠ। ଆଜ୍ଞା ଇଏ ସ୍ୱରୋଜଗାର ନୁହଁ, ନିଜ ଗୋଡ଼ରେ ଛିଡ଼ା ହେବା ନୁହଁ, ଆତ୍ମନିର୍ଭର ନ ହୋଇକି ପର ଉପରେ ନିର୍ଭର କର। ଏଟା ଶିଖେଇ ଦେଲେ। ତା ଫଳରେ ଆମକୁ ଯେଉଁ ଶିକ୍ଷାଟା ବି ଦେଲେ, ମୁଁ ତ ଆଜି ବହୁତ ମାନେ ବଡ଼ ଇଏରେ କହୁଛି, ଇଏ ଶିକ୍ଷା ପାସ୍ କରିକି ଆସିକି PhD କରିକିରି ଆସି ଗୋଟେ ଲୋକ ଜଏନିଂ ଲେଟର ଲେଖିପାରୁନାହିଁ। ଆଜ୍ଞା ଏଇଟା ହେଉଛି ଶିକ୍ଷା। ଆଜ୍ଞା ତ ଯୋଉଟାରେ ପ୍ରକୃତରେ ଜଣକର ପେଟ ଚଳି ପାରୁଥିଲା, ଜଣକ ଘରକୁ ସମୃଦ୍ଧି ଆସୁଥିଲା, ତାକୁ ଆମେ ଛାଡ଼ିଲେ। ଆଜ୍ଞା ତ ଇଏ ଯେଉଁ କଥାଟା ବାସ୍ତବରେ କୋଉଠି ମୋତେ ଲାଗିଲା ଯେ ଆମେ ସମସ୍ତେ ମୂଳ ଛଡ଼ା ହେଇଛୁ, ଆମ ଆଜ୍ଞା। ବ୍ୟବସ୍ଥା ମୂଳ ଛାଡ଼ିଛି।
ତେଣୁକରି ସମସ୍ତଙ୍କୁ ମୂଳକୁ ଫେରେଇ ଆଣିବା ପାଇଁ, ମୂଳ ସହିତ ଯୋଡ଼ି ରଖିବା ପାଇଁ ଆମର ଇଏ ଉଦ୍ୟମ ଗୋଟେ, ସେ ବି ଜଗନ୍ନାଥଙ୍କ ପ୍ରେରଣାରେ ଆରମ୍ଭ ହେଇଛି। ଗତ ବର୍ଷ ଯେତେବେଳେ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ହେଲା, ସେଇ ସମୟରେ ଗୋଟେ ପ୍ରକାର ମୋଦିଜୀଙ୍କର ବି ଆହ୍ୱାନ ଥିଲା ଯେ ଓଡ଼ିଶାବାସୀଙ୍କ ତରଫରୁ ଓଡ଼ିଶାର ଖାଦ୍ୟ ପ୍ରବାସୀମାନଙ୍କୁ ପ୍ରବାସୀ ଭାରତୀୟମାନଙ୍କୁ ମାନେ ସ୍ୱାଗତ କରାଯାଉ, ଏବଂ ସେ ସ୍ୱାଗତ ଛଳରେ ଆମେ ଯୋଡ଼ାଏ କାମ କରିଥିଲୁ। ଗୋଟେ ଗ୍ଲୋରିୟସ୍ ଓଡ଼ିଶା ନାମକ ପୁସ୍ତକଟିଏ କରିଥିଲୁ, ଆଉ ଗୋଟେ ପିଠା ମିଠା ସମସ୍ତଙ୍କୁ ଖାଇବାକୁ ଦେଇଥିଲୁ। ସେଇଥିରୁ ସେଇ ଇଏରେ ଆମକୁ ଲାଗିଲା ଯେ ଖାଦ୍ୟଟା ବି ଆମର ସଂସ୍କୃତିର ଅନ୍ୟ ଇଏ, ଅଙ୍ଗ। ଏବଂ ଆମେ ଦେଖୁଛୁ ଯେ ଅନ୍ୟାନ୍ୟ ରାଜ୍ୟର ମାନେ ଖାଇବା ଆମ ରାଜ୍ୟକୁ ପଶି ଆସିଛି। ମାନେ ଯେତେବେଳେ ପାକିସ୍ତାନ ତିଆରି ହେଲା, ଯେଉଁ ପଞ୍ଜାବୀ ମାନେ ସେପଟୁ ଶରଣାର୍ଥୀ ହେଇକି ଫେରିଲେ, ରାସ୍ତା କଡ଼ରେ ସେମାନେ ତାଙ୍କର ଢାବା କଲେ ଆଜ୍ଞା ଏବଂ ଢାବାର ସଂସ୍କୃତି ଆରମ୍ଭ ହେଲା। ଆଜ୍ଞା ସେ ପଞ୍ଜାବୀ ଖାନା ସେଇଠୁ ଆସିକରି ଆମର ଏଣ୍ଟ୍ରି କଲା। ଆଜ୍ଞା ସେଇଭଳି ଭାବରେ ଉଡୁପିରୁ ଥୋଡ଼ାଏ ଲୋକ ଆସିଲେ, ସେମାନେ ସାଉଥ୍ ଇଣ୍ଡିଆନ୍, ଉଡୁପି ସାଉଥ୍ ଇଣ୍ଡିଆନ୍ ଆଜ୍ଞା। କଲେ ଏବଂ ସାଉଥ୍ ଇଣ୍ଡିଆନ୍ର ପ୍ରଚାର କଲେ। ଆଜ୍ଞା ଆମର ତାଠୁ ଯଥେଷ୍ଟ ଆଜ୍ଞା କ୍ୱାଲିଟେଟିଭ୍ ହେଲ୍ଦି ଫୁଡ୍ ଥିବା ସତ୍ତ୍ୱେ ମଧ୍ୟ ଆମେ ତାକୁ ଉପସ୍ଥାପିତ କରିପାରୁନୁ। କରିପାରୁନ। ବିଗତ ଦିନ ପର୍ଯ୍ୟନ୍ତ ମଧ୍ୟ ଆମର ପଖାଳକୁ ଗୋଟେ ପ୍ରକାର ଗାଳି ଦିଆ ହେଉଥିଲା, ଆଜ୍ଞା ପଖାଳ ଖିଆ କହିକରି ଗାଳି ଦିଆ ହେଉଥିଲା। କିନ୍ତୁ ବିଗତ କିଛି ଦିନର ପ୍ରଚେଷ୍ଟା ବଳରେ ଆଜି 5 ଷ୍ଟାର ହୋଟେଲରେ ପଖାଳ ପରସା ଯାଉଛି। ପରସା ଯାଉଛି। ତ କିଛି ଲୋକ ପ୍ରଚେଷ୍ଟା କଲେ ବୋଲିକି ସେ କଥାଟି ହେଲା। ତେଣୁକରି ଆମର ଇଏ ଗୋଟେ କ୍ଷୁଦ୍ର ପ୍ରଚେଷ୍ଟା ଯେ ଓଡ଼ିଶାର ଯେଉଁ ଖାଦ୍ୟ, ସମୃଦ୍ଧ ଖାଦ୍ୟ ଭଣ୍ଡାର, ମାନେ ମୟୂରଭଞ୍ଜ ଠାରୁ ଆରମ୍ଭ କରିକିରି ମାଲକାନଗିରି ପର୍ଯ୍ୟନ୍ତ, ଆଉ ନୂଆପଡ଼ାରୁ ଆରମ୍ଭ କରିକିରି କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ, ଏ ଅଞ୍ଚଳର ଯେଉଁ ଖାଦ୍ୟ, ଏ ଖାଦ୍ୟକୁ ଯଦି ଆମେ ଗୋଟେ ଜାଗାରେ ପରସିବା ପାଇଁ ଚେଷ୍ଟା କରିବା, ତାହେଲେ ଆମ ସମସ୍ତଙ୍କ ଭିତରେ ଗୋଟେ ଆତ୍ମବିଶ୍ୱାସ ସୃଷ୍ଟି ହେବ। ଆମ ମନରେ ଭାବନା ଆସିବ, କ'ଣ ଆମର ଏତେ ଅଛି? ଆଜ୍ଞା ଯେଉଁ ଯେତେବେଳେ ଇଏ ଭାବନାଟା ଅଛି ଆସିବ, ସେତେବେଳେ ନିଶ୍ଚିତ ଭାବରେ ଆମେ ପ୍ରଗତି ପଥରେ ଆଗେଇବା। ଏବଂ ୟାର ଅନେକ ପ୍ରକାର ଦିଗ ଅଛି। ମୁଁ ବେଳେବେଳେ ଭାବେ ଏକଥା ବି ଯେ ବାସ୍ତବରେ ଆମର ଲୋକ ଯେତେବେଳେ ବୋଇତରେ ଯାଉଥିଲେ, ସାଙ୍ଗରେ କ'ଣ ଧରିକି ଯାଉଥିଲେ? ଖାଦ୍ୟ ଧରିକି ଯାଇଥିବେ। ଖାଦ୍ୟ ଓଡ଼ିଆ ଖାଦ୍ୟ ନେଇକି ଯାଇଥିବେ। ନିଜ ଘରେ ତିଆରି ହେଇଥିବା ଖାଦ୍ୟ, ଯୋଉଟା ପ୍ରିଜର୍ଭ ହେଇକି ଦୀର୍ଘ ଦିନ ଧରି ରହିପାରୁଥିବ, ତ ନେଇକି ଯାଉଥିଲେ ନା। ସେ କଳା ମଧ୍ୟ ଆମକୁ ଜଣାଥିଲା। କିନ୍ତୁ ସମୟ କ୍ରମରେ ଆସିଲା, ଲୁପ୍ତ ହେଇଛି। ଏବେ ତାକୁ ଖୋଜିବାକୁ ପଡିବ, ମାଇକ୍ରୋସ୍କୋପରେ ଖୋଜିବାକୁ ପଡିବ, କାରଣ ବିନା ଫ୍ରିଜରେ କୌଣସି ଖାଦ୍ୟକୁ ସଂରକ୍ଷଣ କରିବା ପାଇଁ ଆମ ଓଡ଼ିଆ ଚାହୁଁନାହାନ୍ତି। ନାଇଁ, ବିଗତ ଦିନରେ ଯୋଉ ଉପଭୋକ୍ତାବାଦ ଆରମ୍ଭ ହେଲା, ଆଜ୍ଞା କମ୍ପାନୀ ମାନେ ତାଙ୍କର ମାର୍କେଟ କରିବା ପାଇଁ ଆରମ୍ଭ କଲେ, ସେଥିରେ ଆପଣଙ୍କ ଘରକୁ ଫ୍ରିଜ ବି ଆସିଲା, ଆଜ୍ଞା ସେଥିରେ ଆପଣଙ୍କ ଘରକୁ ଗ୍ୟାସ୍ ବି ଆସିଲା, ଆଜ୍ଞା ସେଥିରେ କିଛି ଜିନିଷ ଏମିତି ଆପଣଙ୍କ ଘରକୁ ପଶି ଆସିଛି ଆଜ୍ଞା ଯୋଉଟା ଆପଣଙ୍କର ଅତୀତରେ ନଥିଲା। ଆଜ୍ଞା ତେଣୁକରି ମୁଁ ସେଥିରେ ବିବ୍ରତ ନୁହଁ। ତାଙ୍କ କାମ ସେ କଲେ, ଆମ କାମ ଆମେ କରିବା। ସାନ ବେଳୁ ଯୋଉ ଇଚ୍ଛା ଥିଲା ଭାରତୀୟ ଜନତା ପାର୍ଟିକୁ ସରକାରକୁ ଆଣିବା, ସରକାର ଆସିଗଲା। ଏବେ ଆପଣ ଅଗ୍ରସର ହେଲେ ଏ ଓଡ଼ିଶାର ଐତିହ୍ୟ, ଓଡ଼ିଶାର ପରମ୍ପରା, ଓଡ଼ିଶାର ଖାଦ୍ୟ, ଯୋଉ ଓଡ଼ିଶାର ଲୁପ୍ତ ଗୌରବ, ତାକୁ କେମିତି ପୁଣି ଲୋକଲୋଚନକୁ ଅଣାଯିବ। ଦୁଇଟି ଯାକ ପ୍ରଚେଷ୍ଟା ଯଦି ଦେଖିବା, ଗୋଟେ ବିରାଟ ପ୍ରଚେଷ୍ଟା କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। କାରଣ ସାଇନ୍ ବୋର୍ଡ ପାର୍ଟିରୁ ବିଶ୍ୱର ସର୍ବବୃହତ୍ ପାର୍ଟି, ଆଉ ଆମର ବାରମ୍ବାର ଆକ୍ରମଣ ସତ୍ତ୍ୱେ ଯେଉଁ ଗୌରବ, ଯେଉଁ ଗାଥା ହଜି ଯାଇଛି, ତାକୁ ପୁଣି ଲୋକଲୋଚନକୁ ଆଣିବା, ଲୋକଙ୍କ ସାମ୍ନାରେ ପ୍ରକାଶ କରିବା, ଏ ଏକ ନିଆରା ପଦକ୍ଷେପ। ନାଇଁ, ପ୍ରକୃତରେ କିଛି ଘଟଣା ମଣିଷକୁ ଦମ୍ଭ ଯୋଗାଏ। ଆଜ୍ଞା ମୋଦିଜୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ବିଶ୍ୱରେ ରହୁଥିବା ଭାରତୀୟମାନଙ୍କର ଗୋଟେ ସ୍ଥିତି ଥିଲା। ଆଜ୍ଞା କିନ୍ତୁ ମୋଦିଜୀ ପ୍ରଧାନମନ୍ତ୍ରୀ ହେବା ପରେ ସାରା ବିଶ୍ୱ ସେ ବୁଲିକିରି ସେ ଦେଶର ଆମର ଲୋକମାନଙ୍କୁ ଡାକିଲେ, ଆଜ୍ଞା ସେ ରାଜ୍ୟର ମୁଖ୍ୟମାନଙ୍କୁ ଡାକିଲେ, ସେ ଦେଶର ମୁଖ୍ୟମାନଙ୍କୁ ଡାକିକି ତାଙ୍କ ସହିତ ଯେଉଁ ସମ୍ବାଦ କଲେ, ସେଥିରେ ଯୋଡ଼ିଏ କଥା ହେଲା। ଆମ ଲୋକଙ୍କ ମନରେ ଦମ୍ଭ ହେଲା, କନଫିଡେନ୍ସ ବଢିଗଲା। ଆଜି ଭାରତବର୍ଷରେ ମୋଦିଙ୍କ ଉପରେ ଲୋକ କେତେ ଖୁସି ଗୋଟେ ବିଷୟ ହେଇପାରେ, କିନ୍ତୁ ଆଜି ବିଶ୍ୱରେ ରହୁଥିବା, ଭାରତ ବାହାରେ ରହୁଥିବା ପ୍ରତ୍ୟେକ ଭାରତୀୟ ଗୋଟେ ପ୍ରକାର ତା ମନରେ ଗୋଟେ ଆତ୍ମବିଶ୍ୱାସର ଭାବନା ଅଛି। ଆଉ ସେଇଥିପାଇଁ ଏ ଯେଉଁ ବିଗତ ଦିନରେ ଆମ ଲୋକ ଆଗକୁ ଯାଇଛନ୍ତି। ମୋର ଆଉ ଗୋଟେ ଦିଗରେ ବି ମାନେ ସାଧାରଣ ଭାବରେ କୁହାଯାଏ,
ଯେ ଓଡ଼ିଆ ମାନେ ହେଉଛନ୍ତି ପ୍ଲମ୍ବର। ଆଜ୍ଞା ସାରା ବିଶ୍ୱରେ ପ୍ଲମ୍ବିଂର କାମ, ପାଇପ୍ ଲାଇନ୍ର ଯେଉଁ କାମ ଓଡ଼ିଆ ଲୋକ କରୁଛନ୍ତି। ଆଜ୍ଞା ମୋତେ ସେମିତି ବି ଲାଗୁଛି ଯେ ଭାରତବର୍ଷର ପ୍ରାୟ ସବୁ ସ୍ଥାନରେ ହୋଟେଲରେ ଯେତେ ସର୍ଭିସେସ୍ ଅଛି, ମାନେ ଗୋଟେ ସମୟରେ ତ କଲିକତାରେ ଯେତେ ଘର ଗୁଡ଼ିକ ଥିଲା, ଆଜ୍ଞା ସେ ଘର ଗୁଡ଼ିକ ରୋଷେଇଆ ଗୁଡ଼ିକ ସବୁ ଆମ ଲୋକମାନେ ଥିଲେ। ତ ଆମ ପାଖରେ ସେ ମାନେ ବିଧାଟା ଅଛି, ସେ କଳାଟା ଅଛି, ସେ ଠାକୁର ସେ ଇଏଟା ଦେଇଛନ୍ତି। ତେଣୁକରି ପୁଣି ଆମେ ସାରା ବିଶ୍ୱକୁ ଆମ ଖାଦ୍ୟ ପରସି ପାରିବା, ଏ ଭରସା ମୋର ଅଛି। ଆଜ୍ଞା ଆପଣ ଯେତେବେଳେ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଥିଲେ, ବିଜେପି ମୁଖ୍ୟ ବିରୋଧୀ ଦଳ ଥିଲା, ସେତେବେଳେ ଆପଣ ଯେବେ ସାମ୍ନା କରନ୍ତି ସରକାରଙ୍କର ମୁଖପାତ୍ରଙ୍କୁ, ସରକାରଙ୍କର ମନ୍ତ୍ରୀଙ୍କୁ, ସେତେବେଳେ ଭାରି ଅକଳରେ ପଡ଼ିଥିବେ। ଆଉ ବିଶେଷ କରି ଆପଣ ଯେବେ ତଥ୍ୟଭିତ୍ତିକ ଉପସ୍ଥାପନ କରନ୍ତି, ସେମାନେ ମଧ୍ୟ ନିରୁପାୟ ହୋଇଯାଇଥାନ୍ତି। ଏ ଯେଉଁ ଯାତ୍ରା, ସେ ସମୟର ପରିସ୍ଥିତି, ତା ବିଷୟରେ ଟିକେ ଆଲୋକପାତ କରିବେ କି? ଏସବୁ ତ ବିଗତ ଦିନର କଥା। ଆଜ୍ଞା ଆଗାମୀ ଦିନ ଓଡ଼ିଶା ଆଉ ବହୁତ କିଛି ଦେଖିବାକୁ ଚାହୁଁଛି। ଆଜ୍ଞା ବାସ୍ତବରେ ଏ ସମୟ ଆସିଛି ପୁଣି ପ୍ରଗତି ପଥକୁ ନେବା ପାଇଁ। ଆଜ୍ଞା ସମସ୍ତଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼ି ଆଜ୍ଞା ତାଙ୍କୁ ଦେଶ ଓ ରାଜ୍ୟର ବିକାଶରେ, ଦେଶର ବିକାଶରେ ବିନିଯୋଗ କରିବାର। ଆଜ୍ଞା ଆପଣଙ୍କ ଯେଉଁ ସରନେମ୍ ଶର୍ମା କୌଣସି ବ୍ୟବସାୟିକ ପରିବାର ସହିତ ଜଡ଼ିତ ଥିଲା ଭଳି ଲାଗେ। ଯେମିତିକି ଆଇଦର ବ୍ରାହ୍ମୀଣ, ଯଦି ଆମେ ପଶ୍ଚିମ ଭାରତକୁ ଯିବା ବ୍ରାହ୍ମଣ, ତାହେଲେ ଆମେ ଯଦି ଏପଟକୁ ଯିବା। ମୁଁ ଆଶିଷ ଭାଇ ଆପଣଙ୍କୁ ଗୋଟେ କଥା ସ୍ପଷ୍ଟ କରିବାକୁ ଚାହେଁ। ବାସ୍ତବରେ ଭାରତବର୍ଷରେ ଜଣକ ସରନେମ୍କୁ ଦେଖିକିରି ଆପଣ କିଛି ନିର୍ଦ୍ଦିଷ୍ଟ କଥା କହିପାରିବେନି। ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ଓଡ଼ିଶାରେ ପୁରୀକୁ ନେଇଯିବି। ପୁରୀରେ ଆପଣଙ୍କୁ 3 ପ୍ରକାର ଶର୍ମା ଦେଖେଇବି। ଆଜ୍ଞା ମହାରଣା ଶର୍ମା, ଆଜ୍ଞା କୁମ୍ଭାର ଶର୍ମା, ଆଜ୍ଞା ଧୋବା ବି ଶର୍ମା ଅଛନ୍ତି। ଓହୋ ତେଣୁକରି ଆପଣ ଭାରତବର୍ଷରେ ସେ ଗୋତ୍ର ଆଉ ସରନେମ୍କୁ ଦେଖି ଜଣକ ଜାତି ବୟାନ କରିପାରିବେନି। ମାନେ ମୁଁ ସେଥିପାଇଁ କଲିନି, ମୁଁ କୋରିଲେଟ୍ କଲି। ପ୍ରଥମ କଥା ହେଲା ଭାରତୀୟ ଜନତା ପାର୍ଟି ସହିତ ବ୍ୟବସାୟିକ ପରିବାର ସେ ସମୟରେ ଜଡ଼ିତ ହେଉଥିଲେ। ଆଉ ଯେତେବେଳେ ଆପଣ ସଂଘ ଦ୍ୱାରା ମଧ୍ୟ ଆକୃଷ୍ଟ ହେଇଥିବେ, ତାପରେ ଯେବେ ରାଜନୀତିକୁ ଆସିଲେ ପରିବାର ତରଫରୁ କିଭଳି ସହଯୋଗ ଥିଲା? ଗୋଟେ ସେମିତି ପାରିବାରିକ ସ୍ଥିତି ମୋର ମାନେ ଅନୁକୂଳ ନଥିଲା। ଆଜ୍ଞା 41 ବୟସରେ ମୋ ବାପା ଚାଲିଗଲେ। ଆଜ୍ଞା ମୋ ଆପଣଙ୍କୁ ବାପାଙ୍କର ଯେତେବେଳେ 15 ବର୍ଷ। 41, ମୋର ବୟସ ହେଉଛି 15। ଆଜ୍ଞା ଆମର ବ୍ୟବସାୟ ନଥିଲା, ଆଜ୍ଞା ବାପା ସେତେବେଳେ ଚାକିରି କରୁଥିଲେ, ଆଜ୍ଞା ଏଇଭଳି ଅବସ୍ଥା ଥିଲା। ତେଣୁକରି ମୁଁ ସେ ଢଙ୍ଗରେ ମୋଟେ ଭାବୁନି। ସେ ଆଜ୍ଞା ମୁଁ ତ ଗୋଟେ ମାତ୍ର କଥା ଭାବୁଛି, ଇଏ ହେଉଛି ଗୋଟେ ଈଶ୍ୱରୀୟ ପ୍ରେରଣା। ଆଜ୍ଞା ଯେଉଁ ପ୍ରେରଣା ବଳରେ ମୁଁ ଏ କ୍ଷେତ୍ରରେ କାମ କଲି ଏବଂ ଈଶ୍ୱର ମୋତେ ସଫଳତା ବି ଦେଲେ। ଆଜ୍ଞା ଆପଣ ଏବେ ବିଶ୍ୱ ଓଡ଼ିଆ ପରିବାରର ଆବାହକ, ବିଶ୍ୱ ଓଡ଼ିଆ ପରିବାରର ଆବାହକ ହିସାବରେ ଆପଣ ଯେଉଁ କାର୍ଯ୍ୟକୁ ହାତକୁ ନେଇଛନ୍ତି, ଓଡ଼ିଆମାନଙ୍କୁ ଏକାଠି କରିବାର ଯେଉଁ ସ୍ୱପ୍ନ ଦେଖିଛନ୍ତି, ଓଡ଼ିଆର ପୂର୍ବ ଗୌରବକୁ ଫେରାଇ ଆଣିବାର ଯେଉଁ ସ୍ୱପ୍ନ ଦେଖିଛନ୍ତି, ସେଥିପାଇଁ ଭିନ୍ନ ଭିନ୍ନ ପ୍ରୟାସ କରୁଛନ୍ତି। ଆଉ ଆକୁ ଯଦି ଦେଖିବା, କେଉଁଠି ନା କେଉଁଠି ଆପଣ ଓଡ଼ିଶାର ଅର୍ଥନୀତି ସହିତ ମଧ୍ୟ ଯୋଡ଼ି ଦେଉଛନ୍ତି। କାରଣ ଏବେ ଯେଉଁ ଖାଦ୍ୟ ମହୋତ୍ସବ ଆପଣଙ୍କର ଏକ ନିଆରା ପଦକ୍ଷେପ, ଯେଉଁଠି ରାଜଧାନୀ ଉପକଣ୍ଠରେ ଆପଣ ସାରା ଓଡ଼ିଶାର ବ୍ୟଞ୍ଜନକୁ ଆଣି ପ୍ରସ୍ତୁତ କରିବେ। ଯେଉଁ ରାଜଧାନୀ ଭାଷୀ ସେଇ ମା ହାତର ଯେଉଁ ସତେଜ ଖାଦ୍ୟ, ଯାହାକୁ ଖାଇକି ନିଜେ ହୃଷ୍ଟପୃଷ୍ଟ ହୋଇଥାନ୍ତି, ତାକୁ ଏକ ପ୍ରକାର ଭୁଲି ଯାଇଛନ୍ତି। କାରଣ ସେମାନେ ପାଶ୍ଚାତ୍ୟ ଅନୁକରଣ କରିଛନ୍ତି। ପିଜା, ବର୍ଗର, ମୋମୋ ଏବେ ସେ ପୁରୁଣା ଓଡ଼ିଆ ଖାଦ୍ୟର ସ୍ୱାଦକୁ ତାଙ୍କଠାରୁ ବହୁତ ଦୂରକୁ ନେଇଯାଇଛି। ଏଇ ଯେଉଁ ନିଆରା ଇଚ୍ଛା ଆପଣଙ୍କ ମନରେ ଜାଗ୍ରତ ହେଲା, ପ୍ରଥମ କରି ଖାଦ୍ୟ ଉପରେ ହେଇଛି। ଖାଦ୍ୟକୁ ବିଶେଷ ପ୍ରାଧାନ୍ୟ ଦେବାର ଉଦ୍ଦେଶ୍ୟ କ'ଣ ଥିଲା? କଥା ହେଉଛି ମାଟି, ମା ଆଉ ମାତୃଭାଷା। ଆଜ୍ଞା ଏ 3ଟି ଯାକ ହେଉଛି ଆମର ମାନେ ଯାହାକୁ କୁହାଯାଏ ମୂଳ। ଆଜ୍ଞା ଯେଉଁମାନେ ଆମକୁ ଅସ୍ତିତ୍ୱ ପ୍ରଦାନ କରିଛନ୍ତି, ଆଜ୍ଞା ଯେଉଁମାନେ ଆମକୁ ଯୋଗ୍ୟତା ପ୍ରଦାନ କରିଛନ୍ତି। ଆଜ୍ଞା ଏ 3ଟି କଥା ଯେତେବେଳେ ଆସେ, ସେତେବେଳେ ମା ଆମକୁ ଜନ୍ମ ଦେଇଛି, ଆଜ୍ଞା ମାଟି ଖାଦ୍ୟକୁ ଜନ୍ମ ଦେଇଛି, ଆଜ୍ଞା ଆଉ ସେଇ ପରିବେଶଟା ଆମକୁ ମାତୃଭାଷା ଦେଇଛି। ଏ ଯେଉଁ 3ଟି ବିଷୟ, ତ ଏ 3ଟି ବିଷୟରେ ଯେତେବେଳେ ଆମେ ବିଚାର କରୁଛୁ, ମାଟିର କଥା ଯେତେବେଳେ ବିଚାର କରୁଛୁ, ସେ ଯାହା ଆମକୁ ଦେଇଛି ଦୁନିଆରେ କୌଣସି ଦେଶ ଠାରୁ ବି କମ୍ ଦେଇନି।
ଆଜ୍ଞା ତାଠୁ ଅଧିକ ଦେଇଛି। ଆମେ ବିଗତ ଦିନରେ ଏ ଯୋଉ ପାଶ୍ଚାତ୍ୟ ଶିକ୍ଷାରେ ପଢିଲୁ ଆଜ୍ଞା ଏବଂ ସେ ଜ୍ଞାନ କାରଣରୁ ହେଇପାରେ ଆମର ସ୍ମୃତି ଧୂମିଳ ହେଇଯାଇଥାଇପାରେ, ଆଜ୍ଞା କିନ୍ତୁ ଆଜି ବି ସେ ସ୍ମୃତିକୁ ବଞ୍ଚେଇ ରଖିଛି ଶ୍ରୀମନ୍ଦିର। ଆଜ୍ଞା ଜଗନ୍ନାଥ ମନ୍ଦିରରେ ସେ ବ୍ୟବସ୍ଥା ଅଛି। ଆଜି ବି ସେଠି ଟମାଟୋର ବ୍ୟବହାର ଛପନ ନାହିଁ, ଭୋଗ ସେଠି ବି ଆଜି ଆଳୁର ଆଳୁର ବ୍ୟବହାର ବ୍ୟବହାର ନାହିଁ। ଆମ ପରିବେଶରେ ଯୋଉ ଜିନିଷ ଉପଲବ୍ଧ ସେଇ ଆଧାରରେ ସେ ବ୍ୟଞ୍ଜନ ଗୁଡ଼ିକ ସବୁ ତିଆରି ପ୍ରସ୍ତୁତ ହେଇଛି। ହୁଏ। ଆଜ୍ଞା ଆୟୁର୍ବେଦିକ ଶାସ୍ତ୍ର ବି ଏ କଥା କହୁଛି ଯେ ମାଟି ଆପଣଙ୍କ ପରିବେଶରେ ଆପଣଙ୍କ ଆବଶ୍ୟକତାର ସମସ୍ତ ବସ୍ତୁ ଦେଇଛି। ସେ ଆପଣଙ୍କୁ ରୋଗ ବି ଯଦି ଦଉଛି ତ ରୋଗରୁ ମୁକ୍ତ ହେବାର ଔଷଧ ବି ଆସେ ଆପଣଙ୍କୁ ଆଜ୍ଞା ସେଇଠି ଯୋଗାଉଛି। ଆଜ୍ଞା କିନ୍ତୁ ବିଗତ ଦିନରେ ଯେଉଁ ପାଠ ଆମକୁ ପଢ଼ାଗଲା ସେଥିରେ ଓଡ଼ିଶାରେ ଯଦି ସେଉ ହଉନେଇ ଆମକୁ କୁହାଗଲା ସେଉଟା ହେଉଛି ଭଲ, ଆଜ୍ଞା ଯଦିବା ଆମର ପଣସ, ଯଦିବା ଆମ ମାନେ କୋଳି, ଭଣ୍ଡା ଆଜ୍ଞା ଆମର ଯେଉଁ ଆଜ୍ଞା ସ୍ଥାନୀୟ ଜିନିଷକୁ ନ୍ୟୁନ କରାଗଲା ଏବଂ ବାହାର ଜିନିଷକୁ ପ୍ରମୋଟ କରାଗଲା, ଯୋଉଟା ଆମର ଅନୁକୂଳ ବିଷୟ ନୁହଁ। ତ ମୋର କହିବା କଥା ହେଉଛି ପୁଣି ଆମେ ମୂଳକୁ ଫେରିବା ଆଉ ମୂଳକୁ ଫେରୁଛନ୍ତି, ଜାଣତ ଅଜାଣତରେ ବି ଫେରୁଛନ୍ତି। ବିଗତ ଦିନରେ ଯେଉଁ ଖାଦ୍ୟ ଗୁଡ଼ିକ, ଯେଉଁ ସୁଆଁ, ଯେଉଁ ଖାଦ୍ୟ ଗୁଡ଼ିକ ଆମର ଗାଉଁଲି ଖାଦ୍ୟ ବୋଲି କହୁଥିଲୁ, ପରବର୍ତ୍ତୀ ସମୟରେ ଆମେ ତଥାକଥିତ ଶିକ୍ଷିତ ଲୋକ ପଛୁଆ ଲୋକଙ୍କର ଖାଦ୍ୟ କହିଲୁ, ତାକୁ ଆଜି ମିଲେଟ୍ ନାଁରେ ପୁଣି ପ୍ରସ୍ତୁତ କରାଗଲାଣି ସି ଅନ୍ନ ଉପସ୍ଥାପିତ କରାଗଲାଣି। ତାକୁ ଶ୍ରୀ ଅନ୍ନ ନାଁରେ ପୁଣି କରାଯାଉଛି। ସେଥିରେ କଷ୍ଟଟା ଅଧିକ ଆସୁଛି, ଆଜ୍ଞା ତାର ମୂଲ୍ୟଟା ଅଧିକ ଆସୁଛି। ଚାଷୀ ସେଠି ପାଉଛି କି ନାହିଁ ମୁଁ ଜାଣେ ନା, କିନ୍ତୁ ଏଠି ବିକ୍ରି ହେଲା ବେଳକୁ ଆଉ ତାକୁ ଗୋଟେ ଭିନ୍ନ ଧରଣର ଆମେ ଯେଉଁ ପିଲାବେଳେ ଯେଉଁ ଭାବରେ ପାଉଥିଲୁ ବର୍ତ୍ତମାନ ସେ ଭିନ୍ନ ଧରଣରେ ସେମାନେ ପ୍ରସ୍ତୁତ କରୁଛନ୍ତି। ଆଜ୍ଞା ତାର ଫୁଡ୍ ଭ୍ୟାଲ୍ୟୁ କ'ଣ ହେବ ଏଇଟା ମୁଁ କହିପାରୁନି, କିନ୍ତୁ ପ୍ରସ୍ତୁତ ଚାଲିଛି, ଆଜ୍ଞା କଣ୍ଟିନ୍ୟୁଅସଲି ଚାଲିଛି। ତ ମୋର କହିବା କଥା ହେଉଛି କୋଉଠି ଗୋଟେ ମାନେ ପଛକୁ ମାନେ ଫେରିବା, ମାଟିକୁ ଫେରିବା, ମୂଳକୁ ଫେରିବା, ଇଏ ପ୍ରୟାସ ଆମ ଜାଣତ ଅଜାଣତରେ ଚାଲିଛି। ଆଜ୍ଞା ତ ଆମେ ସେଥିରେ ଟିକେ ଭାଗିଦାର ହେବା, ଅଂଶୀଦାର ହେବା। ତ ସେଇଥିପାଇଁ ଯେତେବେଳେ ଆମେ ମାନେ ଗୋଟେ ସମୟରେ ଓଡ଼ିଶାରେ ଖୁବ୍ ପ୍ରଚାରିତ ହେଉଥିଲା ଯେ ଲୋକ ଖାଇବାକୁ ନ ପାଇ ମରିଯାଉଛନ୍ତି, ଆଜ୍ଞା ଏଭଳି ପ୍ରଚାରିତ ହେଉଥିଲା। କଳାହାଣ୍ଡି ଭଳି ଜାଗାରେ ମଧ୍ୟ ସେଭଳିଆ ଘଟଣା, ବଲାଙ୍ଗୀର ଭଳି ଜାଗାରେ ବି ସେଭଳିଆ ପ୍ରଚାରିତ ବିଶେଷ ଭାବରେ ହେଲା। କିନ୍ତୁ ଆଜିକା ତାରିଖରେ ଆମେ ଯେତେବେଳେ ଦେଖୁଛୁ ସେତେବେଳେ ଆମେ ଆମର ଅନେକ ଜିନିଷ ଛାଡ଼ିଦେଲା ବେଳକୁ ଅନେକ ଜିନିଷରେ ଆମର ବୃଦ୍ଧି ଘଟିଛି। ଆଜି ଚାଉଳ କ୍ଷେତ୍ରରେ ଆମେ ଗୋଟେ ଭଲ ସ୍ଥିତିରେ ଅଛୁ। ଆଜ୍ଞା ତ ଅନେକ କ୍ଷେତ୍ରରେ ଆମେ ଭଲ ଅବସ୍ଥାକୁ ଯାଇପାରୁ। ବର୍ତ୍ତମାନ ଅର୍ଗାନିକ ଫାର୍ମିଂର ବି ଚିନ୍ତା ହେଲାଣି। ଆଜ୍ଞା ଜଗନ୍ନାଥ ମନ୍ଦିରରେ ବି ସବୁ ଅର୍ଗାନିକ ହିଁ ପ୍ରସ୍ତୁତ କରାଯିବ ଠାକୁରଙ୍କୁ, ଏଭଳିଆ ଗୋଟେ ସଂକଳ୍ପ ମଧ୍ୟ ବିଗତ ଦିନରେ ନିଆ ହେଇଛି। ତେଣୁକରି ଗୋଟେ ଆଶା ଭରିଛି ଯେ ଆମେ ଯଦି ପୁଣି ସବୁ ଜିନିଷକୁ ଆମ ଲୋକଙ୍କ ପାଖରେ ଉପସ୍ଥାପିତ କରିପାରିବା, ନୂଆ ଭାବ ସୃଜନ ହେବ ଏବଂ ଆମେ ପୁଣି ସଫଳ ହେବା। ଏବେର ଖାଦ୍ୟ ବିଶେଷ କରି ସହରାଞ୍ଚଳରେ ପାଠୁଆ ଲୋକମାନେ ଯେଉଁ ଖାଦ୍ୟ ଖାଉଛନ୍ତି ଆଉ ଯେଉଁ ପାରମ୍ପରିକ ଖାଦ୍ୟ ଥିଲା ତା ଭିତରେ କ'ଣ ବିଶେଷ ପ୍ରଭେଦ ଆପଣ ଦେଖୁଛନ୍ତି? ନାଇଁ, ଏଥିରେ ମୂଳ କଥା ହେଉଛି ଗୋଟେ ପ୍ରକାର ଉପସ୍ଥାପନା। ଆଜ୍ଞା ମାନେ ଆମର ପ୍ରକୃତରେ ଖାଦ୍ୟକୁ ନେଇ କେବେ ବ୍ୟବସାୟ ନଥିଲା। ଆଜ୍ଞା ଖାଦ୍ୟଟା ପ୍ରକୃତରେ ଗୋଟେ ପ୍ରକାର ଅନ୍ନ ବ୍ରହ୍ମ ବୋଲି କୁହାଯାଇଛି। ଆଜ୍ଞା ଅନ୍ନ ଦାନଟା ସବୁଠୁ ବଡ଼ ଦାନ ମହତ୍ତ୍ୱ ଦାନ। ବୋଲିକରି କୁହାଯାଇଛି। ତ ଇଏ ପରମ୍ପରାରୁ ଆମେ ଆସିଛୁ। ତେଣୁକରି ଘରକୁ ଆସିଥିବା କୌଣସି ଲୋକ ଭୋକ ଉପାସରେ ଫେରିବ ନାହିଁ, ଖାଲି ହାତରେ ଫେରିବନି। ସହରୀ କଲଚରରେ କିନ୍ତୁ ସେଇଟା ନାହିଁ। ନାଇଁ, ସହରୀ କଲଚରରେ ଆମେ ଯୋଉଟା ବର୍ତ୍ତମାନ ପଢିଲୁ ସେଥିରେ ସବୁଠୁ ବଡ଼ କଥା ହେଲା ଯେ ବର୍ତ୍ତମାନ ଆଉ ଘର ମା ନାହିଁ। ଆଜ୍ଞା ମା ଯୋଉଠି ନାହିଁ ସେଠି ଘର ନାହିଁ, ଆଜ୍ଞା ଆଉ ଯୋଉଠି ଘର ନାହିଁ ସେଠି ଆପଣଙ୍କ ସଂସ୍କୃତି ବଞ୍ଚିବ ନାହିଁ। ଆଜ୍ଞା ମାନେ ଆମେ ଅନେକ ପ୍ରକାରର ଅପରାଧ କରିଛୁ, ସେ ଦଣ୍ଡ ବି ଆମେ ହିଁ ଭୋଗିବା। ଆଜ୍ଞା କିନ୍ତୁ ତା ସାଙ୍ଗେ ସାଙ୍ଗେ ଗୋଟେ ଭଲ ଜିନିଷ କ'ଣ ଯେ ଆମ ମନରେ ସେ ଭାବଟା ଆସୁଛି ଯେ କୋଉଠି ଆମେ ତ୍ରୁଟି କରିଦେଇ ଆସିଲୁ, ପୁଣି ସୁଧାରିବା। ଏ ଭାବଟା ଯେତେବେଳେ ଆସୁଛି ପୁଣି ସମୟ ଫେରିବ, ଆଜ୍ଞା ପୁଣି ଆମର ପରିବାର ଫେରିବ। ସ୍ୱାମୀ ବିବେକାନନ୍ଦଙ୍କ ଭାଷାରେ ଥିଲା, ଦେ ଆଲୋନ୍ ଆଲାଇଭ୍ ହୁ ଲିଭ୍ ଫର୍ ଅଦର୍ସ।
ଆଉ ଗୋଟେ କଥା ତାଙ୍କର ଶିକ୍ଷାକୁ ନେଇକି ଥିଲା, वी वांट दैट एजुकेशन बाय व्हिच कैरेक्टर इज फॉर्म्ड, स्ट्रेंथ ऑफ माइंड इज इंक्रीज्ड, इंटेलेक्ट एक्सपेंडेड एंड वन कैन स्टैंड ऑन हिज ओन फीट। ये जो चारोटी विषय को नेकी स्वामीजी सेतेबेले शिक्षा को गुरुत्व देइथिले। एबेर शिक्षा आपन को लागुनी कोठी आपनकर जो अस्मितार कथा नेकी भारतीय जनता पार्टी दीर्घ 24 वर्षर सरकार को विताड़ित कला, से अस्मिताटा को दूरे दूरे नउछि बोली ନାଇଁ ମୁଁ ସେ ଦୃଷ୍ଟିରୁ ଭାବୁନି। ମୋର ଭାବିବାଟା ହେଉଛି ଯେ ପ୍ରକୃତରେ ଆମେ ବିଗତ ଦିନରେ ଯାହା ହଜେଇଛୁ, आज्ञा ଆଶା କରୁଛୁ ଯେ ଯେଉଁ ନୂଆ ଶିକ୍ଷାନୀତିଟି ଆସିଲା, आज्ञा ନୂଆ ଶିକ୍ଷାନୀତିରେ କିଛି କିଛି ପରିବର୍ତ୍ତନ ଦେଖାଯାଉଛି। ବହୁତ ନୁହେଁ, ନହେଲେ ବି କିଛି କିଛି ସେଥିରେ ପରିବର୍ତ୍ତନ ଦେଖାଯାଉଛି। ଏଇଟା ହିଁ ମୁହାଁଇବ ପରିବର୍ତ୍ତନ ଆଣିବାକୁ, ପୁରୁଣା ଜିନିଷକୁ ଫେରେଇ ଆଣିବା ପାଇଁ, ପୁରୁଣା ସମୃଦ୍ଧିକୁ ଫେରେଇ ଆଣିବା ପାଇଁ, ପୁରୁଣା ଇଣ୍ଟେଲେକ୍ଟକୁ ଫେରେଇ ଆଣିବା ପାଇଁ ଏଇଟା ସାହାଯ୍ୟ କରିବ। ଯେମିତି ଟିକେ ପୂର୍ବରୁ ଆପଣ କହିଲେ ଯେ ଆମର ଓଡ଼ିଆଣୀ ମା ପାଖରେ କିଲୋ କିଲୋ ରୂପା ଥିଲା, ଆମ ଓଡ଼ିଆ ଘରେ ଧନ ସମ୍ପଦ ପ୍ରାଚୁର୍ଯ୍ୟ ଭରି ରହିଥିଲା, କାରଣ ଚୋରର ନଜର ସେଇ ଜାଗାକୁ ଯାଏ ଯୋଉଠି ଧନ ସମ୍ପତ୍ତି ଥାଏ। ଆଉ ଭାରତ ସୁନାର ଚିଡ଼ିଆ ଥିଲା, ଆଉ ଓଡ଼ିଶା ସେତିକି ସମୃଦ୍ଧ ଥିଲା, ତେଣୁକରି ମୋଗଲମାନଙ୍କ ଆକ୍ରମଣ ହେଲା, ଇଂରେଜମାନଙ୍କ ଆକ୍ରମଣ ହେଲା, ଏତେ ଲୁଟିଲେ ଯାହାଫଳରେ କି 700 ବର୍ଷ ଲାଗିଲା ଭାରତର ଐଶ୍ୱର୍ଯ୍ୟଟାକୁ ଲୁଟିକି ନେବା ପାଇଁ। ତଥାପି ବି ଆମେ ଆଜି ଚତୁର୍ଥ ସ୍ଥାନରେ ଅଛେ, ବିଶ୍ୱର ଚତୁର୍ଥ ଅର୍ଥନୀତି ଅଛେ, ବହୁତ ଶୀଘ୍ର ଆମେ ସେଥିରେ ମଧ୍ୟ ଅଗ୍ରସର ହେବା। ଏଇ ଯେଉଁ ଆମର ଲୁପ୍ତ ଗୌରବ କୋଉଠି ନା କୋଉଠି ଆମର ୟୁଏସ୍ପି ଯୋଉଟା ୟୁନିକ୍ ସେଲିଂ ପଏଣ୍ଟ ହେଉଛି ଆମର ଭାରତୀୟତା। ଆମର ଭାରତର ଅର୍ଥନୀତି ସୁଦୃଢ଼ ହେବ ଯଦି ଆମ ଭାରତର ଯେଉଁ ୟୁଏସ୍ପି, ଭାରତର ଯେଉଁ କଳା, ଭାରତର ଯେଉଁ ଖାଦ୍ୟ, ଭାରତର ଯେଉଁ ପ୍ରଥା, ତାକୁ ଆମେ ସୁଦୃଢ଼ କରିକି ରଖିପାରିବା। ଆପଣ ମଧ୍ୟ ସେଇ ଦିଗରେ କାମ କରୁଛନ୍ତି। ଏବେ ଆପଣଙ୍କର ଏଇ ଯେଉଁ ଖାଦ୍ୟ ମହୋତ୍ସବ କିଭଳି ଭାବରେ ଓଡ଼ିଶାର ଅର୍ଥନୀତିକୁ, ଆମର ଯେଉଁ ଗାଁ ଗହଳିରେ ଆପଣଙ୍କର ଯେହେତୁ ପୁରା 30ଟି ଜିଲ୍ଲାରୁ ଷ୍ଟଲ୍ ଅଛି, ସୁଭଦ୍ରା ଯୋଜନାରେ ଯେଉଁ ମା ମାନେ ସ୍ୱାବଲମ୍ବୀ ହେଇଛନ୍ତି ସେମାନଙ୍କ ଷ୍ଟଲ୍କୁ ଆପଣ ଆଣିକି ଭୁବନେଶ୍ୱର ରାଜଧାନୀରେ ପରିବେଷ୍ଟିତ କରାଉଛନ୍ତି। ଏ ସବୁ କିଭଳି ଭାବରେ ସାମଗ୍ରୀ ଭାବରେ ଓଡ଼ିଶାର ଇକୋନୋମିକୁ ଏକ ଦମ୍ଭ ଦେବ? ନାଇଁ, ବିଗତ ଦିନରେ ଏ ପ୍ରକୃତରେ ସୁଭଦ୍ରା ଶକ୍ତି ଯୋଜନାରେ ଆଜ୍ଞା ଅନେକ ମା ମାନେ ଲକ୍ଷପତି ହେଇଛନ୍ତି। ଆଜ୍ଞା ଲକ୍ଷପତି ଦିଦି ଏମିତି ଆମେ ଶବ୍ଦ ଉଚ୍ଚାରଣ କରୁଛୁ। ତାଙ୍କ ପାଖରେ ବି ବହୁ ଯୋଗ୍ୟତା ଅଛି, ବହୁ ପ୍ରକାରର, ଯେଉଁ ଯୋଗ୍ୟତାଟି ବାସ୍ତବରେ ଆମେ ବ୍ୟବହାର କରିପାରୁନୁ। ସେ ଦୃଷ୍ଟିରୁ ମଧ୍ୟ ଅନେକ ସୁଯୋଗ ସୃଷ୍ଟି ହେବ। ଆଉ ଆମେ ନିଶ୍ଚିତ ଭାବରେ ଏଇଟା ତ ପ୍ରଥମ ପ୍ରୟାସ ଆମର, ଆଜ୍ଞା ଏଇଟା ବେସରକାରୀ ସ୍ତରରେ ଏଇଟା ଗୋଟେ ପ୍ରଥମ ପ୍ରୟାସ। ଆଉ ଏଥିରେ ସରକାରଙ୍କର ମଧ୍ୟ ପଜିଟିଭ ଗୋଟେ ସପୋର୍ଟ ଆମକୁ ରହିବ। କିନ୍ତୁ ଉଦ୍ୟମୀକୁ କରିବାକୁ ପଡ଼ିବ। ଆଜ୍ଞା ସରକାର ସପୋର୍ଟ କରିପାରନ୍ତି, କିନ୍ତୁ ଉଦ୍ୟମ ଯେଉଁ ପର୍ଯ୍ୟନ୍ତ ଉଦ୍ୟମୀ ନ ହେବ ସେ ପର୍ଯ୍ୟନ୍ତ, ତେଣୁକରି ତାଙ୍କୁ ଉତ୍ସାହିତ କରିବା ପାଇଁ, ତାଙ୍କୁ ପ୍ରେରଣା ଯୋଗାଇବା ପାଇଁ, ତାଙ୍କ ପାଖରେ ଏକ୍ସାମ୍ପଲ୍ ସେଟ୍ କରିବା ସେଟ୍ କରିବା ପାଇଁ ଏଇଟା ଆମେ ପ୍ରୟାସ କରୁଛୁ। କେତେ ପ୍ରକାର ଖାଦ୍ୟ ପରିବେଷଣ ହେବ ପାଖାପାଖି? ନାଇଁ, ବର୍ତ୍ତମାନ ପର୍ଯ୍ୟନ୍ତ ଆମ ପାଖରେ 100ରୁ ଅଧିକର ଲିଷ୍ଟ ଆସିଛି, କିନ୍ତୁ ଖାଦ୍ୟ ବି ବହୁତ ଅଛି। ଷ୍ଟଲ୍ ବି ଅର୍ଦ୍ଧାଧିକ ବୁକ୍ ହେଇଛି। ମାନେ ପ୍ରତ୍ୟେକ ଜିଲ୍ଲାକୁ ନେଇକି ଷ୍ଟଲ୍ କରାଯାଇଛି। ମାନେ 3 ପ୍ରକାରର ବ୍ୟବସ୍ଥା ଅଛି। ଆଜ୍ଞା ଗୋଟେ ପ୍ରକାରର ବ୍ୟବସ୍ଥା ହେଉଛି ଆମେ ଜିଲ୍ଲା ୱାଇଜ୍ ପେଭିଲିୟନ କରିବୁ। ଆଜ୍ଞା ଗୋଟେ ଜିଲ୍ଲାର ଖାଦ୍ୟ ଗୋଟେ ଜାଗାରେ ମିଳିବ। ଗୋଟେ ପ୍ରକାର ହେଉଛି ଯେଉଁଗୁଡ଼ାକ ରୋଷେଇ ହବ, ରୋଷେଇ ଯୁକ୍ତ ଷ୍ଟଲ୍। ଆଜ୍ଞା ଆଉ କେବଳ ଗୋଟେ ଷ୍ଟଲ୍ ଯେଉଁଗୁଡ଼ାକ ଘରେ ତିଆରି ହେଇଥିବ, ଶୁଖିଲା ଜିନିଷ ହେଇଥିବ, ଆଜ୍ଞା ସେଗୁଡ଼ାକ ଆଣିକି ପରସା ହବ। ଏ 3 ପ୍ରକାରର ବ୍ୟବସ୍ଥା ସେଥିରେ ଅଛି। ସେଥିରେ ଆଉ ଗୋଟେ ଦିଗରୁ ଆମେ ସମସ୍ତଙ୍କୁ ଯୋଡ଼ିବା ପାଇଁ ଉଦ୍ୟମ କରିଛୁ ଯେ ଓଡ଼ିଶାର ଯେତିକି ବି ହୋଟେଲ ମ୍ୟାନେଜମେଣ୍ଟ କଲେଜ ଅଛି ସେ ସମସ୍ତଙ୍କୁ ଯୋଡ଼ିବା ପାଇଁ ଉଦ୍ୟମ କରିଛୁ। ଯେତିକି ସ୍କୁଲ କଲେଜ ଅଛି ତାଙ୍କୁ ଯୋଡ଼ିବା ପାଇଁ ଗୋଟେ ଉଦ୍ୟମ କରିଛୁ। ଗୋଟେ ଉଦ୍ୟମ କରିଛୁ ଯେ ମା ମାନେ ଯେଉଁମାନେ ବିଭିନ୍ନ ସମୟରେ ଭଲ ଭଲ ଖାଦ୍ୟ ତିଆରି କରୁଛନ୍ତି ଏବଂ ଗୋଟେ ପ୍ରକାର ଆଜିକା ଭାଷାରେ ବ୍ଲଗର ହେଇଯାଇଛନ୍ତି, ଆଜ୍ଞା ଫୁଡ୍ ବ୍ଲଗର, ସେମାନଙ୍କ ପାଇଁ ମଧ୍ୟ ଯୋଜନା କରିଛୁ ଯେ ସେମାନଙ୍କୁ ମଧ୍ୟ ଉତ୍ସାହିତ କରିବୁ, ତାଙ୍କୁ ଟିକେ ଫୁଲ ଚନ୍ଦନ ଦେଇକି ତାଙ୍କୁ ସମ୍ମାନିତ କରିବୁ। ଏଇ ଗୋଟେ ପ୍ରଚେଷ୍ଟା ଆମେ କରୁଛୁ ଯେ ଏ ଗୋଟେ ମାହୋଲ ତିଆରି ହେଉ ଆଉ ସମସ୍ତେ ଏଥିରେ ସାମିଲ ହୁଅନ୍ତୁ। ଏବେ ଯୁବପିଢ଼ି ଯେଉଁଭଳି ଭାବେ
ୱେଷ୍ଟର୍ଣ୍ଣ ଖାଦ୍ୟ ପାଇଁ ଏକ ପ୍ରକାର ମତୁଆଲା ପିଜା ବର୍ଗର ଆଉ ମୋମୋ ଫାଷ୍ଟ ଫୁଡ ଆଦି ଖାଦ୍ୟ ସେମାନଙ୍କ ପାଟିରେ ଲାଗି ସାରିଛି। ଆପଣଙ୍କୁ ମନେ ହେଉଛି ଯେ ଏଇ ଯେଉଁ ଅଭିନବ ପ୍ରୟାସ ଦ୍ୱାରା ସେମାନେ ସେଥିରୁ ବିଚ୍ୟୁତ ହେବେ ବୋଲି? ନାଇଁ, ମୋର ସେଥିରେ ଗୋଟେ ସ୍ପଷ୍ଟ ମତ। ଆମ ଅନୁପସ୍ଥିତିରେ ସେମାନେ ସମୃଦ୍ଧ ହେଇଛନ୍ତି। ଆଜ୍ଞା, ଆମ ଖାଦ୍ୟରେ ତାଙ୍କ ପାଖରେ ଅପସନ୍ ନଥିଲା। କାହିଁକି ଆମେ ପରଷି ନଥିଲୁ। ଆଜ୍ଞା, ଆମେ ପରଷିବା ଏବଂ ଆମ ସ୍ଥାନ ଆମେ ଗ୍ରହଣ କରିବା। ଏବେ ଯେଉଁ ଷ୍ଟଲ୍ ଗୁଡ଼ାକ ଆସିବେ କେତେ ଦିନ ପର୍ଯ୍ୟନ୍ତ ସେମାନଙ୍କର ଖାଦ୍ୟକୁ ପରିବେଷଣ କରିବେ ଏଠି? ନାଇଁ, ଏଠି 7 ଦିନିଆ କାର୍ଯ୍ୟକ୍ରମ ହବ। ଆଜ୍ଞା, ଏଇଟା ହେଉଛି ଆମର ଗୋଟେ ପ୍ରକାର ଗୋଟେ ଏଠି ଆମେ ପ୍ରାରମ୍ଭ କରୁଛୁ। ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ଥାନରେ ବି ଏଭଳିଆ କାର୍ଯ୍ୟକ୍ରମ ଓଡ଼ିଶାର କୋଣ ଅନୁକୋଣରେ ଚାଲିବ। ବିଭିନ୍ନ ସ୍ଥାନରେ ଏଭଳିଆ କାର୍ଯ୍ୟକ୍ରମ କରାଯାଇପାରିବ। ଆମେ ବି କରିବା, ଅନ୍ୟ ସଂସ୍ଥାମାନେ ବି ଯଦି କରୁଛନ୍ତି ଆମେ ତାଙ୍କୁ ଉତ୍ସାହିତ କରିବା। ଆଜ୍ଞା, ଏଥିରେ ବିଶେଷ ଆକର୍ଷଣ କେଉଁ ଖାଦ୍ୟକୁ ଦିଆଯିବ? ସେ ତ ଯେଉଁମାନେ ପାଇବେ ସେମାନେ କହିବେ ତାଙ୍କୁ କ'ଣ ସବୁଠୁ ଭଲ ଲାଗିଲା। ଆଜ୍ଞା, ହେଲେ ବି ଆପଣଙ୍କ ମନରେ ଯେଉଁ ପାରମ୍ପରିକ ଖାଦ୍ୟ ଅଛି, ଆମେ ଛୋଟବେଳେ ଶୁଣିଥିଲେ ଆମର ଜେଜେମା ଠାରୁ ମାଙ୍କ ଠାରୁ ଯେ 7 ତିଅଣ 9 ଭଜା 56 ଭୋଗ ଭଗବାନଙ୍କ ପାଖରେ ଆମର ଆରାଧ୍ୟ ମହାପ୍ରଭୁଙ୍କ ପାଖରେ ମଧ୍ୟ ପରଷାଯାଏ। ନାଇଁ, ଆପଣ ପ୍ରକୃତରେ ସେଠି ଆସିକିରି ତାର ଆନନ୍ଦ ନେଇପାରିବେ କେତେ ବ୍ୟାପକତା ଅଛି। ଆଜ୍ଞା, ଗୋଟେ ଥାଳିରେ କେତେ ବ୍ୟାପକ ପ୍ରକାର ବ୍ୟଞ୍ଜନ ଅଛି ଆପଣ ଦେଖିବାକୁ ପାଇବେ। ଆଜ୍ଞା, ନିହାତି ଏ ପ୍ରୟାସ ସଫଳ ହେଉ। ଆଉ ଆ ଦ୍ୱାରା ଆମର ଚାଷୀ ବର୍ଗ ଯେଉଁମାନେ ଭାରତକୁ ସମୃଦ୍ଧ କରିବା ପାଇଁ ବିଶେଷ କରି ନିଜର ସମୟକୁ ନିୟୋଜିତ କରୁଛନ୍ତି ସେମାନେ ଆର୍ଥିକ ସ୍ତରରେ ମଧ୍ୟ ସୁଦୃଢ଼ ହୁଅନ୍ତୁ। ଆପଣଙ୍କର ପ୍ରୟାସ ଲାଗି ରହୁ। ଏ ପ୍ରୟାସ ଦ୍ୱାରା ଓଡ଼ିଶାର କୀର୍ତ୍ତିରାଜି ପୁଣି ଥରେ ଉଜ୍ଜୀବିତ ହଉ। ଓଡ଼ିଶା ପୁଣି ବିଶ୍ୱ ଦରବାରରେ ନିଜର ଜାଗାକୁ ପୁଣି ସୁଦୃଢ଼ କରୁ। ଆମର ମଧ୍ୟ ସେଇଭଳି ସମ୍ପୂର୍ଣ୍ଣ ଭାବେ ଆଶା ରହିବ। ଆପଣ ଅସ୍ମିତାକୁ ବଞ୍ଚେଇବାକୁ ଯାଇ ଯେଉଁ ଅସ୍ମିତାର କଥା କହିକି ସରକାରକୁ ଆସିଲେ, ପୁଣି ସେଇ ଅସ୍ମିତାକୁ ବଞ୍ଚେଇବାକୁ ଯେଉଁ ଅନନ୍ୟ ପ୍ରୟାସ କରୁଛନ୍ତି ସେଥିପାଇଁ ଆପଣଙ୍କୁ ଅନେକ ଅନେକ ସାଧୁବାଦ। ନମସ୍କାର। ନମସ୍କାର।